ଭାରତୀୟ କ୍ରିକେଟ ଦଳ ଦୁନିଆର ସବୁଠାରୁ ବିପଜ୍ଜନକ ଟେଷ୍ଟ ଦଳ ଭାବରେ ପରିଚିତ ହୋଇଛି, କାରଣ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବା ପାଇଁ ଅନ୍ୟ ଏକ ଦଳ ପାଇଁ କଷ୍ଟସାଧ୍ୟ ଅଟେ। ଭାରତ ଲଗାତାର ଦୁଇଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ଖେଳିଛି। ଭାରତୀୟ ଦଳ ଟେଷ୍ଟରେ ଅନେକ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ଅଛନ୍ତି, କିନ୍ତୁ ଆପଣଙ୍କୁ କହିବାକୁ ଗଲେ ଭାରତୀୟ କ୍ରିକେଟ ଦଳରେ 3 ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଏକ ଟେଷ୍ଟ ମ୍ୟାଚ୍ରେ ଏକ ଇନିଂସରେ 400 ରନ୍ ସ୍କୋର କରିବାର କ୍ଷମତା ରଖିଛନ୍ତି। ଭାରତୀୟ କ୍ରିକେଟ ଦଳର ଯୁବ ଓପନର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ କିଛି ସମୟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଛନ୍ତି। ମାତ୍ର ଅଳ୍ପ କିଛି ମ୍ୟାଚ୍ ଖେଳିବା ପରେ ଜୟସ୍ୱାଲ ଏକା 400 ରନ୍ ସ୍କୋର କରିବାର କ୍ଷମତା ରଖିଛନ୍ତି। ଜୟସ୍ୱାଲ ନିଜ ଡେବ୍ୟୁ ମ୍ୟାଚ୍ରେ 171 ରନ୍ର ଇନିଂସ ଖେଳିଥିଲେ। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ବିଶ୍ୱ କ୍ରିକେଟରେ ନିର୍ଭୟରେ ବ୍ୟାଟିଂ ପାଇଁ ସର୍ବଦା ଜଣାଶୁଣା। ଟେଷ୍ଟ ମ୍ୟାଚ୍ରେ ମଧ୍ୟ ରିଷଭ ପନ୍ତ ଏକ ଉତ୍କୃଷ୍ଟ ଷ୍ଟ୍ରାଇକ୍ ହାର ସହିତ ଖେଳନ୍ତି। କେବଳ ଭାରତରେ ନୁହେଁ, ଦୁନିଆରେ ମଧ୍ୟ ରୋହିତ ଶର୍ମା ବିପଜ୍ଜନକ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି, କାରଣ ରୋହିତ ଶର୍ମାଙ୍କ ନିକଟରେ ଡବଲ ସେଞ୍ଚୁରୀ ମାରିବାର କ୍ଷମତା ରହିଛି।